ପିକି ଅପାଙ୍କ ନାଁରେ କଣ କହିବାକୁ ଚାହିଁବେ? ସେ ତ ଗୋଟେ ମାନେ ବହୁତ ହି ବଢ଼ିଆ ମଣିଷ। ମାନେ ଆରମ୍ଭରୁ ମୁଁ କାମ ନ କରିକି ବି ତାଙ୍କ ସହିତ କଥାବାର୍ତ୍ତା ହେଇଛି, ଆଉ କାମ କଲା ପରେ ଏତେ ପ୍ରେମୀ ମଣିଷ ସେ ଗୋଟେ ମାନେ କହିହେବନି, ବହୁତ ଭଲ ବ୍ୟବହାର ବି। ହର ପଟ୍ଟନାୟକ ସାର୍, ସ୍ୱର୍ଗତ ହର ପଟ୍ଟନାୟକ ସାର୍। ସିଏ ବି ବହୁତ ବଢ଼ିଆ। ତାଙ୍କର ସେ ଯେତେବେଳେ ଯାତ୍ରାରେ ଡାଇରେକ୍ସନ୍ ଦେଉଥିଲେ ତାଙ୍କର ବହୁତ ଏଇ ଯେଉଁ ମାନେ କ'ଣ ସେଟା ଆଇଟମ୍ ସଙ୍ଗ ନା କ'ଣ କୁହନ୍ତି, ଆଇଟମ୍ ସଙ୍ଗ କେତେଟା ମୁଁ ଗାଇଛି ତାଙ୍କର। ସେ ଆସନ୍ତି ରେକର୍ଡ଼ିଂରେ, ସେତେବେଳେ ମୁଁ ବେଶୀ ଗୀତରେ ହିଁ ମାତିଥିଲି ନା, ବେଶୀ ରେକର୍ଡ଼ିଂ ଫେକର୍ଡ଼ିଂ ଚାଲିଥିଲା। ଆଉ ସେତିକି ବେଳେ ତାଙ୍କ ସହିତ ଦେଖା ହେଇଥିଲା। ତାପରେ ଅଭିନୟ କଲା ପରେ ତ ସ୍ୱାଭାବିକ ଦେଖା ହେଲା। ସେ ବି ବହୁତ ଭଲ ମଣିଷ। ମହାଶ୍ୱତା ଆପା? ତାଙ୍କ ସହିତ 2ଟା ଫିଲ୍ମରେ ମୁଁ କାମ କରିଛି। ତ ପ୍ରଥମେ ଏଇଠି ଆକ୍ଚୁଆଲି ଓଡ଼ିଶାରେ ସବୁଠୁ ବଡ଼ ଜିନିଷ ହେଉଛି କିଏ କ'ଣ ସେଇଟା ବିଷୟରେ କହିଦେବା ଦରକାର, ପରିଚୟ କରେଇଦେବା ଦରକାର। ମୁଁ ଯେତେବେଳେ ଏଣ୍ଟ୍ରି କରିଥିଲି ସେଇଟା ବୋଧେ ସପନ ବଣିକ। ସପନ ବଣିକରେ ସିଏ ମୋର ବୋହୂ ଚରିତ୍ରରେ ଥିଲେ। ସେତିକିବେଳେ ମୁଁ ଦେଖିଲି ବହୁତ ବଢ଼ିଆ ଆର୍ଟିଷ୍ଟ, ମାନେ କାମ ବହୁତ ଭଲ କରନ୍ତି, ଆଉ କଥାବାର୍ତ୍ତା ଯେମିତି ଯାହା ଭଲ ଲାଗିଛି ମୋତେ। ବେଶୀ କାମ କରିନି କିନ୍ତୁ ଭଲ ମଣିଷ। ଆଚ୍ଛା ଆପଣ ନ୍ୟୁ ଜେନେରେସନ ଭିତରେ କିଛି ଜଣ ଆକ୍ଟ୍ରେସ୍ ମାନଙ୍କର ଖାଲି ନାଁ ନେବେ, ଆପଣ ଟିକେ ତାଙ୍କ ବିଷୟରେ ଦି ପଦ କହିବେ। ସବୁ ଆକ୍ଟ୍ରେସ୍ ମାନଙ୍କୁ ମୁଁ ଜାଣିଛି କି ନାହିଁ ସେଟା ବି ଗୋଟେ କଥା। ଯଦି କାମ କରିଥିବି ତାହେଲେ କହିବି ସେମାନଙ୍କ ବିଷୟରେ। ବର୍ଷା ଆପା ଆମ ଓଲିଉଡ କୁଇନ୍। ଆରେ ହଁ, ବର୍ଷାର ମା ମୋର ବହୁତ ଭଲ ସାଙ୍ଗ। ରାଧାରେ ସେ ମୋର ବୋହୂ ଚରିତ୍ରରେ ମାନେ ଅଭିନୟ କରିଥିଲେ। ତ ତାଙ୍କ ଘରକୁ ଯିବା ଆସିବା, ଖାଇବା ପିଇବା, ରହିବା ବହୁତ ଭଲ ସମ୍ପର୍କ। ବର୍ଷା ବହୁତ ଛୋଟଟା ଥାଏ ସେତେବେଳେ, ତାକୁ ଦେଖିଛି ଆମେ, ମାନେ ଏତେ ସୁନ୍ଦର ଗୁଲଗୁଲିଆ ହେଇକି ଛୋଟିଆ ଏଇଟା। ତାକୁ ମୁଁ ଏବେ ବି ଝିଅ ପରେ ହିଁ ଦେଖେ, ଆଉ ବହୁତ ଭଲ ଝିଅଟା ସିଏ। ତାର ମାନେ ଦୀପା ଯେମିତି ଭଲ, ତାଙ୍କର ମାନେ ମା ବାପା 2 ଜଣ ଯାକଙ୍କ ସହିତ ମାନେ ଗୋଟେ ଫ୍ୟାମିଲି ଭଳିଆ ରିଲେସନ୍ ଆମମାନଙ୍କର ରିଲେସନ୍ ଥିଲା। ଆଉ ମଝିରେ ମୁଁ ବି ବ୍ୟସ୍ତ, ସେମାନେ ବି ବ୍ୟସ୍ତ, ଏମିତି ହେଇକି କିଛି ବର୍ଷ ଦେଖା ସାକ୍ଷାତ ହେଇନି। ତାପରେ ଫୋନ୍ ନମ୍ବର ବି ଚେଞ୍ଜ ହେଇଯାଇଥିଲା। ତାପରେ ଏବେ ତ ବହୁତ ହି ଭଲ ସମ୍ପର୍କ ଆମର। ତାଙ୍କର ଭଲ ମନ୍ଦ ଯାହା ବି ହୁଏ ସଦାବେଳେ ମୋତେ ଡାକନ୍ତି, କାହାର ଜନ୍ମଦିନ ହେଲା କି କ'ଣ, ପୁରା ଫ୍ୟାମିଲି ଭଳିଆ। ମୋତେ କେବେ ଅଲଗା ମଣିଷ ପରି ଲାଗିନି ସେ। ଆଉ ବର୍ଷା ତ ବହୁତ ହି ଭଲ ଅଛି, ଭଲ ମଣିଷଟା।